आखिर मो स्वामी और नणद रातिर बंद कोठरी कौन करुଥିଲେ। ଯେତେବେଳେ ମୁଁ ଦେଖିଲି ମୋର ହୋश ଉଡ଼ିଗଲା। କାରଣ ମୋ ବିବାହ ଆଜି ତୃତୀୟ ଦିନ ଥିଲା, କିନ୍ତୁ ମୋ ସ୍ୱାମୀ ମୋ କୋଠରୀରେ ଶୋଇବା ବଦଳରେ ମୋ ନଣଦର କୋଠରୀରେ ଶୋଉଥିଲେ। ମୁଁ ପଚାରିଲେ ସେ କହିଲେ, ମୋ ଭଉଣୀକୁ ଗୋଟେ ରୋଗ ଅଛି, ରାତି ହେଲେ ତାକୁ ଦୌରା ପଡ଼ୁଛି ଓ ସେ ନିଜ ଜୀବନ ନେବାକୁ ଚେଷ୍ଟା କରୁଛି। ଗୋଟେ ରାତିରେ ହଠାତ୍ ମୁଁ ମୋ ନଣଦ କୋଠରୀକୁ ଗଲି। ତାପରେ ମୋ ପାଦ ତଳୁ ମାଟି ଖସିଗଲା, କାରଣ ସେ ତା ଭଉଣୀ ସହିତ ଆଜି ମୋ ବିବାହ ଥିଲା। ପ୍ରତ୍ୟେକ ଝିଅ ପରି ମୋ ହୃଦୟରେ ମଧ୍ୟ ହଜାରେ ସ୍ୱପ୍ନ ଥିଲା। ମୁଁ କେବଳ ଏହା ଚାହୁଁଥିଲି ଯେ ମୋ ସ୍ୱାମୀ ବହୁତ ପ୍ରେମ ଓ ମମତା କରୁଥିବେ ଓ ମୋତେ ବହୁତ ସମ୍ମାନ ଦେବେ। ପାର୍ଲରରେ ଯେତେବେଳେ ମୁଁ ନବବଧୂ ସାଜି ତିଆରି ହେଲି ଓ ନିଜକୁ ଆଇନାରେ ଦେଖିଲି, ମୁଁ ନିଜକୁ ଚିହ୍ନି ପାରିଲି ନାହିଁ। ମୋ ହୃଦୟରେ କେବଳ ଏହି ଇଚ୍ଛା ଥିଲା ଯେ ଆଜି ମୋ ସ୍ୱାମୀ ମୋତେ ପସନ୍ଦ କରନ୍ତୁ ଓ ମୋତେ ସାରା ଜୀବନ ସମ୍ମାନ ଓ ପ୍ରେମରେ ରଖନ୍ତୁ। ପାର୍ଲର ବାଲି ମୋତେ ତିଆରି କରିଦେଇ କହିଲେ, ଆଜି ତୁମେ ବହୁତ ସୁନ୍ଦର ଲାଗୁଛ। ତୁମ ସ୍ୱାମୀ ତୁମକୁ ଦେଖି ନିଜର ହୋଶ ହରାଇ ଦେବେ, ତୁମ ପାଇଁ ପାଗଳ ହେଇଯିବେ। ଏହା ଶୁଣି ମୁଁ ଲାଜୁଆ ହେଇଗଲି। ମୁଁ ପାର୍ଲରରୁ ମୋ ସାଙ୍ଗମାନଙ୍କ ସହିତ ବାହାର ହଲ୍ ଆଡ଼େ ଯାଉଥାଏ। ହଠାତ୍ ଗାଡ଼ି ସିଗ୍ନାଲରେ ଅଟକିଗଲା। ସମୟ କାଟିବା ପାଇଁ ମୁଁ ଚାରିଆଡ଼େ ଦେଖିବା ଆରମ୍ଭ କଲି। ଗୋଟେ ଦୃଶ୍ୟ ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ ହେଲି। ଆମ ସହିତ ଥିବା ଗାଡ଼ିରେ ଜଣେ ପୁଅ ଓ ଜଣେ ଝିଅ ବସିଥିଲେ। ଆଶ୍ଚର୍ଯ୍ୟର କଥା ଏହା ନୁହେଁ, ବରଂ ଏହା ଥିଲା ଯେ ସେହି ଝିଅ ମୋ ନଣଦ ଥିଲା। ମୋ ନଣଦ ଏହି ସମୟରେ ବିବାହ ହଲ୍ରେ ରହିବା ଉଚିତ ଥିଲା, କାରଣ ମୋ ମା ମୋତେ ଫୋନ୍ କରି କହିଥିଲେ ଯେ ବରଯାତ୍ରୀ ଆସିଛନ୍ତି। ତେବେ ସେ ଏହି ସମୟରେ ଏହି ପୁଅ ସହିତ ଏଠାରେ କ'ଣ କରୁଛି? ଆଉ ଏହି ପୁଅ କିଏ? ମୋ ନଣଦ ସେତେବେଳେ ଜିନ୍ସ ଓ ଟି ସାର୍ଟ ପିନ୍ଧିଥିଲା ଓ ଯେଉଁଭଳି ଭାବେ ଆରାମରେ ବସିଥିଲା, ତାହା ସ୍ପଷ୍ଟ ଜଣାପଡ଼ୁଥିଲା ଯେ ତାର ବିବାହରେ ଆସିବାର କୌଣସି ଇରାଦା ନାହିଁ। ମୁଁ ଆଶ୍ଚର୍ଯ୍ୟରେ ଆଖି ଖୋଲି ସେହି ଗାଡ଼ି ଆଡ଼େ ଦେଖୁଥାଏ। ହଠାତ୍ ସିଗ୍ନାଲ ଖୋଲିଗଲା। ମୋତେ ଲାଗିଲା ସେ ମୋତେ ମଧ୍ୟ ଦେଖିନେଇଛି, କାରଣ ଏବେ ସେହି ଗାଡ଼ି ଅନ୍ୟ ଦିଗକୁ ମୋଡ଼ିଗଲା। ମୁଁ ବହୁତ ବ୍ୟସ୍ତ ହୋଇପଡ଼ିଲି। ଏହିପରି ନିଜେ ନିଜେ ଗୁଞ୍ଜୁଥାଏ। ମୁଁ ବିବାହ ହଲ୍ରେ ପହଞ୍ଚିଲି। ବରଯାତ୍ରୀ ଆସିସାରିଥିଲେ। ପୁରା ବିବାହ ହଲ୍ ଭର୍ତ୍ତି ହୋଇଥିଲା। ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଥିଲା। ପୁରା ସମୟ ମୁଁ ମୋ ନଣଦକୁ ଖୋଜୁଥାଏ, କିନ୍ତୁ ସେ ମୋତେ କେଉଁଠି ଦେଖାଗଲା ନାହିଁ। ଏହାର ଅର୍ଥ ତେବେ ଏହା ହିଁ ଥିଲା ଯେ ମୋ ଆଖିର ଭୁଲ ନଥିଲା। ମୁଁ ପ୍ରକୃତରେ ତାକୁ ହିଁ ଦେଖିଥିଲି। ଯେତେବେଳେ ମୋ ବିବାହ ସରିଗଲା, ମୁଁ ମୋ ସ୍ୱାମୀଙ୍କୁ କହିଲି, ତୁମ ଭଉଣୀକୁ ଡାକି ଆଣ, ସେ ମୋତେ ଶୁଭେଚ୍ଛା ମଧ୍ୟ ଦେଇନାହିଁ। ମୋ ସ୍ୱାମୀ କହିଲେ, ଠିକ୍ ଅଛି, ମୁଁ ତାକୁ ଖୋଜି ଆଣୁଛି। ସେ ଏଠାରେ ଅତିଥିମାନଙ୍କ ମଧ୍ୟରେ କେଉଁଠି ବସିଥିବ। ମୋତେ ପୁରା ବିଶ୍ୱାସ ଥିଲା ଯେ ସେ ମିଳିବ ନାହିଁ, କିନ୍ତୁ ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ଯେତେବେଳେ ମୁଁ ତାକୁ ମୋ ସ୍ୱାମୀଙ୍କ ସହିତ ଆସୁଥିବାର ଦେଖିଲି। ସେତେବେଳେ ସେ ଆଉ ଜଣେ ଝିଅ ପରି ଲାଗୁଥିଲା। ସୁନ୍ଦର ଲେହେଙ୍ଗା ପିନ୍ଧି, ହାତରେ ମ୍ୟାଚିଂ ଚୁଡ଼ି ଓ ପୁରା ମେକଅପ୍। ଏମିତି ଲାଗୁଥିଲା ଯେମିତି ସେହି ଗାଡ଼ିରେ ଥିବା ଝିଅ ସେ ନୁହେଁ କି ଅନ୍ୟ କେହି। କିନ୍ତୁ ମୋ ହୃଦୟରେ ସନ୍ଦେହ ବସିଯାଇଥିଲା। ଏହା ଏମିତି ମୌକା ନଥିଲା ଯେ ମୁଁ ମୋ ନଣଦକୁ ପ୍ରଶ୍ନ ପଚାରି ପାରିବି। ତେଣୁ ମୁସ୍କାନ ଦେଇ ତା ସହିତ ମିଳିବାକୁ ଲାଗିଲି, କିନ୍ତୁ ସନ୍ଦେହ ମୋ ହୃଦୟରେ ବସିଯାଇଥିଲା। ଯେତେବେଳେ ବିଦାୟ ହେବା ସମୟ ଆସିଲା, ମୋ ନଣଦ କହିଲା, ଭାଇ, ତୁମେ ଭାଉଜ ସହିତ ଗୋଟେ ଗାଡ଼ିରେ ଯାଅ, ମୁଁ ଅନ୍ୟ ଗାଡ଼ିରେ ଆସୁଛି। ମୋ ନଣଦ ଅନ୍ୟ ଗାଡ଼ି ଆଡ଼େ ବଢ଼ିବା ଆଗରୁ ମୋ ସ୍ୱାମୀ ତାର ହାତ ଧରି ସେହି ଗାଡ଼ିରେ ବସାଇ ଦେଇ କହିଲେ, ତୁମେ ଜାଣିଛ ନା, 2 ମିନିଟ୍ ମଧ୍ୟ ତୁମେ ମୋ ଆଖିରୁ ଦୂର ରହିପାର ନାହିଁ। ଯଦି ତୁମେ ମୋ ଠାରୁ ଦୂରରେ ହୁଅ, ମୋତେ ତୁମ ଚିନ୍ତା ହୁଏ। ମୋ ନଣଦ ମୁସ୍କାନ ଦେଇ ଗାଡ଼ି ଭିତରେ ବସିଗଲା। ମୁଁ ସେମାନଙ୍କ ଭାଇ ଭଉଣୀଙ୍କ ଆଖିରେ ହେଉଥିବା କଥାବାର୍ତ୍ତା ବୁଝିବାକୁ ଚେଷ୍ଟା କରୁଥାଏ। ଆଖିରେ କ'ଣ ଚାଲିଛି, କିନ୍ତୁ ମୋ ଚେଷ୍ଟାରେ ମୁଁ ବିଫଳ ହେଲି। ଗାଡ଼ି ଘର ଆଗରେ ଅଟକିଲା। ମୋ ନଣଦ ହିଁ ମୋତେ ଗୋଟେ କୋଠରୀକୁ ଛାଡ଼ିବାକୁ ଆସିଲା। ମୋତେ ଖଟ ଉପରେ ବସାଇ କହିଲା, ଆଜି ରାତି ଭାଇକୁ ଏହି କୋଠରୀରୁ ବାହାରକୁ ଯିବାକୁ ଦିଅ ନାହିଁ, ନହେଲେ ତୁମେ ପଛରେ ଅନୁତାପ କରିବ। ତାର ଏହି ଅଜଣା କଥାରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କିନ୍ତୁ କିଛି କହିପାରିଲି ନାହିଁ। ଚୁପ୍ ରହିଗଲି। ମୋତେ ଲାଗିଲା ତାର ମନ ଖରାପ ହେଇଛି ବୋଧେ। ଭଲ ବିବାହ ପ୍ରଥମ ରାତିରେ କେହି ସ୍ୱାମୀ ନିଜ ସ୍ତ୍ରୀକୁ ଛାଡ଼ି କେଉଁଆଡ଼େ ଯିବ? ସେ ମୋତେ ଅଜଣା ଢଙ୍ଗରେ ଦେଖି ଚାଲିଗଲା। କିଛି ସମୟ ପରେ ମୋ ସ୍ୱାମୀ ଭିତରକୁ ଆସିଲେ। ସେ ବହୁତ ତରବର ହେଉଥିଲେ। କୋଠରୀକୁ ଆସି ସେ ଆଲମାରିରୁ ଗୋଟେ ଡବା ବାହାର କଲେ।
ଓ ମୋତେ ଦେଖି କହିଲେ, ଏଥିରେ ତୁମ ମୁହଁ ଦେଖାର ଉପହାର ଅଛି। ମୁଁ ଏବେ ଯାଉଛି, ସକାଳେ କଥା ହେବା। ସେ କଥା ସାରି ଚାଲି ଯାଇଥିଲେ ଆଉ ମୁଁ ଆଘାତ ଅବସ୍ଥାରେ ବସି ରହିଗଲି। ଏହା ସବୁ ଏତେ ଜଲ୍ଦି ହୋଇଗଲା ଯେ ମୋତେ କିଛି କହିବାର ସୁଯୋଗ ମଧ୍ୟ ମିଳିଲା ନାହିଁ। ହଠାତ୍ ମୋ ନଣନ୍ଦଙ୍କର କଥା ମୋ ମନେ ପଡ଼ିଲା। ସେ କହିଥିଲା ଯେ ମୋ ସ୍ୱାମୀକୁ ନିଜ ପାଖରେ ରଖ, ବାହାରକୁ ଯିବାକୁ ଦିଅ ନାହିଁ। ଏହାର ଅର୍ଥ ତେବେ ଏହା ହିଁ ଥିଲା ଯେ ତାକୁ ଜଣାଥିଲା ଯେ ସେ ଆଜି ରାତିରେ ମଧ୍ୟ ମୋ ସ୍ୱାମୀ ବାହାରକୁ ଯିବେ। ସେ ମୋ ସହିତ ରାତି କାଟିବେ ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ମୋ ମନରେ ଆସୁଥାଏ ଓ ଏହା ସବୁ ମୋ ମନରେ ସନ୍ଦେହ ମଧ୍ୟ ସୃଷ୍ଟି କରୁଥିଲା। ମୋ ସହିତ କିଛି ଭୁଲ ତେବେ ହେବାକୁ ଯାଉନାହିଁ ତ? ମୁଁ ଏହି ପରିବାରକୁ ଏପର୍ଯ୍ୟନ୍ତ ଭଲ ଭାବେ ଜାଣିନଥାଏ। ମୋ ନଣନ୍ଦ ସହିତ ମାତ୍ର 2-4 ଥର ଦେଖା ହୋଇଥିଲା ଓ ମୁଁ ତାକୁ ଏପର୍ଯ୍ୟନ୍ତ ବୁଝିପାରି ନଥାଏ। ଅନ୍ୟପଟେ ମୋ ସ୍ୱାମୀ ନାରାଜ ଥିଲେ। ତାଙ୍କୁ ତେବେ ମୋ ପାଖରେ ବସିବା ଉଚିତ ଥିଲା। ଆଜି ତେବେ ଆମ ସୁହାଗରାତ ଥିଲା। ସେ ମୋ ସହିତ ପ୍ରେମ ଓ ମମତାର କଥା କହିବା ଉଚିତ ଥିଲା, କିନ୍ତୁ ସେ ମୋତେ ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ। ଏହି ବିବାହ ମୋର ଦୂର ସମ୍ପର୍କୀୟ ମାଉସୀ ଜଣେ ସମ୍ପର୍କ କରାଉଥିବା ମହିଳାଙ୍କ ମାଧ୍ୟମରେ ହୋଇଥିଲା। ମୋ ମା ଚାହୁଁଥିଲେ ଯେ ମୋ ବିବାହ ଏମିତି ଜାଗାରେ ହେଉ ଯେଉଁଠାରେ ଶାଶୁଘର ଲୋକଙ୍କର ଝଞ୍ଝଟ ନ ହୁଏ। ଜଣାଶୁଣା ଲୋକଙ୍କ ମଧ୍ୟରେ ମୋର ଯୋଗ୍ୟ ସମ୍ପର୍କ ନଥିଲା ଓ ଆଖପାଖରୁ ଯେଉଁ ଲୋକମାନେ ସମ୍ପର୍କ ପାଇଁ ଆସୁଥିଲେ, ମୋ ମା ନିଜେ ସେମାନଙ୍କୁ ମନା କରିଦେଉଥିଲେ। ସେ କହୁଥିଲେ, ମୁଁ ମୋ ଝିଅର ବିବାହ ଏମିତି ଖାନଦାନରେ କରିମି ଯେଉଁଠାରେ ପୁଅ ଏକୁଟିଆ ହେବ, ଯାହାଫଳରେ ମୋ ଝିଅ ରାଜ କରିବ। ମୋ ମା ନିଜେ 20 ବର୍ଷ ଯାଏଁ ମିଶା ପରିବାରରେ ରହିଥିଲେ। ସେଠାରେ ପ୍ରତିଦିନ ଝଗଡ଼ା ହେଉଥିଲା। ମୋ ଜେଜେମା, ମୋ ମାମୁଁ ଓ ମୋ ଚାଚୀ ମୋ ମାଙ୍କ ଜୀବନକୁ କଷ୍ଟକର କରିଦେଇଥିଲେ। ଯେତେ ବର୍ଷ ଆମେ ସେହି ଘରେ ରହିଥିଲୁ, ଆମେ ସୁଖ ଓ ଶାନ୍ତି ପାଇପାରି ନଥିଲୁ। କେତେବେଳେ ବୁଆ ପହଞ୍ଚି ଯାଉଥିଲେ, କେତେବେଳେ ଚାଚୀ କିମ୍ବା କେତେବେଳେ ଚାଚା। ଛୋଟ ଛୋଟ କଥାରେ ଘରେ ହଙ୍ଗାମା ହେଉଥିଲା। ଏହାରୁ ବଞ୍ଚିବା ପାଇଁ ମୋ ମା ମୋ ବାପାଙ୍କୁ ଜୋର ଦେଇଥିଲେ ଯେ ଅଲଗା ଘରେ ରୁହ, କିନ୍ତୁ ମୋ ବାପା ନିଜ ଲୋକଙ୍କଠାରୁ ଅଲଗା ହେବାକୁ ଚାହୁଁନଥିଲେ। ଶେଷରେ ଗୋଟେ ଦିନ ସେ ନିଜେ ହିଁ ସେହି ଘରୁ ବାହାରିବାର ନିଷ୍ପତ୍ତି ନେଇଥିଲେ। ସେହିଦିନ ମୋ ବଡ଼ ଦିଦିଙ୍କ ସମ୍ପର୍କ ପାଇଁ କିଛି ଲୋକ ଆସିଥିଲେ। ଏହି କଥା ମୋ ଚାଚୀ ଓ ମୋ ଚାଚାଙ୍କୁ ପସନ୍ଦ ହେଲା ନାହିଁ। ସେମାନେ ଜାଣି ବୁଝି ଘରେ ଝଗଡ଼ା ଆରମ୍ଭ କଲେ ଓ ଜୋରରେ ଜୋରରେ ମୋ ଦିଦିଙ୍କ ଉପରେ ମିଛ ଅଭିଯୋଗ ଲଗାଇବାକୁ ଲାଗିଲେ। ସେହି ଲୋକେ ଭଲ ଖାଇ ପିଇ ଘରର ଥିଲେ ଓ ଆମେ ବହୁତ ଚାହୁଁଥିଲୁ ଯେ ଦିଦିଙ୍କ ବିବାହ ସେଠାରେ ହେଉ, କିନ୍ତୁ ସେମାନେ କହିଲେ ଯେ ଆମ ଘରର ପରିବେଶ ସେମାନଙ୍କୁ ପସନ୍ଦ ଆସିଲା ନାହିଁ। ସେହିଦିନ ମୋ ବାପାଙ୍କୁ ଅନୁଭବ ହେଲା ଯେ ଅଲଗା ଘର ନେଇ ରହିବା ହିଁ ଭଲ। ତାପରେ ଆମେ ଭଡ଼ା ଘରକୁ ସ୍ଥାନାନ୍ତର ହେଲୁ। କିଛି ସମୟ ପରେ ମୋ ଦିଦିଙ୍କ ବିବାହ ହେଇଗଲା, କିନ୍ତୁ ସେ ମଧ୍ୟ ଗୋଟେ ବଡ଼ ପରିବାରକୁ ଗଲା। ବିଚାରୀ ସେ ସବୁବେଳେ ନିଜ ଶାଶୁଘରଙ୍କ ଲୋକଙ୍କ ପାଇଁ କାନ୍ଦୁଥାଏ ଓ ଅଭିଯୋଗ କରିଥାଏ। ତେଣୁ ମୋ ମା ନିଷ୍ପତ୍ତି ନେଇଥିଲେ ଯେ ମୋ ବିବାହ ଗୋଟେ ଛୋଟ ପରିବାରରେ କରିବେ, ଯେଉଁଠାରେ ପୁଅ ଏକୁଟିଆ ଥିବ। ଯଦିଓ ମୋ ବାପା କହିଥିଲେ ଯେ ଏକୁଟିଆ ପୁଅ ଉପରେ ଆମେ କିପରି ଭରସା କରିବା। ମା, ବାପା ଓ ଭାଇ ଭଉଣୀ ଥିଲେ ପୁଅ ସେମାନଙ୍କ ଆଖି ଆଗରେ ରହେ ଓ ତାର ବିଗିଡ଼ିବାର ସମ୍ଭାବନା କମ୍ ହୁଏ। କିନ୍ତୁ ଏକୁଟିଆ ପୁଅ ଶୀଘ୍ର ବିଗିଡ଼ିଯାଏ ଓ ଭୁଲ କାମରେ ପଡ଼ିଯାଏ। ଏମିତି ଏକୁଟିଆ ଅଜଣା ପୁଅକୁ ଆମେ ଆମ ଝିଅକୁ ଦେଇପାରିବୁ ନାହିଁ। କିନ୍ତୁ ମୋ ମା ନିଜର ନିଷ୍ପତ୍ତି ନେଇସାରିଥିଲେ ଓ ତାହା ପୂରଣ କରିବାକୁ ଚାହୁଁଥିଲେ। ବହୁତ କଷ୍ଟରେ ଏହି ସମ୍ପର୍କ ମିଳିଥିଲା। ପୁଅର କେବଳ ଗୋଟିଏ ଭଉଣୀ ଥିଲା। ସେମାନେ ଭଲ ଖିଆପିଆ ଲୋକ ଥିଲେ ଓ ମୋ ମାଙ୍କୁ ଏହି ସମ୍ପର୍କ ବହୁତ ପସନ୍ଦ ହେଲା। ତେଣୁ ସେ ସମ୍ପର୍କ କରାଉଥିବା ମହିଳାକୁ କହିଲେ, ଯାହା ହେଉ ମୋ ଝିଅର ସମ୍ପର୍କ ସେଠାରେ ହିଁ ପକ୍କା କରିଦିଅ। ନସିବରେ ଯାହା ଥିଲା ତାହା ହିଁ ହେଲା ଓ ଏହି ବିବାହ ହୋଇଗଲା। ମୁଁ ମୋ ମାଙ୍କୁ କହିଥିଲି ଯେ ଏମାନେ ଅଜଣା ଲୋକ, ମୋତେ ଭଲ ଭାବେ ଯାଞ୍ଚ କରାଅ। କିନ୍ତୁ ମୋ ମା କହିଲେ, ମୁଁ ସବୁ ଯାଞ୍ଚ କରିସାରିଛି, ପୁଅଟି ବହୁତ ଭଲ। ମୁଁ ଚିନ୍ତା କରି ବ୍ୟସ୍ତ ହେଉଥାଏ ଯେ ବିବାହର ପ୍ରଥମ ରାତିରେ ହିଁ ରାଜନ ମୋତେ ଏମିତି ଛାଡ଼ି କେଉଁଆଡ଼େ ଚାଲିଗଲେ। ଏମିତି ତେବେ ସେତେବେଳେ ହୁଏ ଯେତେବେଳେ ସ୍ୱାମୀ ଭୁଲ କାମରେ ଲିପ୍ତ ହୋଇଥାଏ, ଅର୍ଥାତ୍ ସ୍ୱାମୀର ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥାଏ। ପୁରା ରାତି ମୋ ବ୍ୟସ୍ତତାରେ କଟିଗଲା। ମୁଁ ମୋ ସ୍ୱାମୀଙ୍କ ଅପେକ୍ଷା କରୁଥାଏ, କିନ୍ତୁ ସେ ଆସିଲେ ନାହିଁ। ସକାଳ 5ଟା ବେଳେ ମୁଁ ଭାବିଲି ମୋ ନଣନ୍ଦଙ୍କୁ ଯାଇ ପଚାରୁଛି। ତାଙ୍କୁ ତେବେ ନିଶ୍ଚିତ ଜଣାଥିବ ଯେ ତାଙ୍କ ଭାଇ କେଉଁଠି ଅଛନ୍ତି। ମୁଁ ମୋ ନଣନ୍ଦର କୋଠରୀ ଦୁଆରେ ଟକ୍ ଟକ୍ କଲି ଓ ଦେଖିଲି ଯେ ମୋ ସ୍ୱାମୀ ରାଜନ ଦୁଆର ଖୋଲିଲେ। ମୁଁ ଏକଦମ ଆଶ୍ଚର୍ଯ୍ୟ ହୋଇଗଲି। ସେ ତାଙ୍କ ଭଉଣୀର କୋଠରୀରେ କ'ଣ କରୁଥିଲେ?
ମୋ ଚେହେରାର ଅଭିବ୍ୟକ୍ତି ଏକଦମ ବଦଳିଗଲା। ମୁଁ ରାଗରେ କିଛି ନ କହି ନିଜ କୋଠରୀକୁ ଚାଲି ଆସିଲି। ସେତେବେଳେ ମୋତେ ବହୁତ ରାଗ ହେଉଥିଲା ଯେ ସେ କାହିଁକି ତାଙ୍କ ଭଉଣୀର କୋଠରୀରେ ଥିଲେ। ମୋ ଭୁଲ ଚିନ୍ତା କରିବା ଉଚିତ ନଥିଲା। ମୁଁ ସମସ୍ତ ଭୁଲ ଚିନ୍ତାକୁ ମୋ ହୃଦୟରୁ ବାହାର କରିବାକୁ ଚାହୁଁଥାଏ, କିନ୍ତୁ ପରିସ୍ଥିତି ମୋ ହୃଦୟରେ ସନ୍ଦେହ ସୃଷ୍ଟି କରୁଥିଲା। ରାଜନ ମୋ ପଛରେ ଆସିଲେ ଓ କହିଲେ, ମୋ ଭଉଣୀ ଅସୁସ୍ଥ। ସେ ଟିକେ ମାନସିକ ରୋଗୀ ମଧ୍ୟ। ତାକୁ ରାତିରେ ଧଉରା ପଡ଼ୁଛି ଓ ସେ ଅନେକ ସମୟ ନିଜକୁ କ୍ଷତି ପହଞ୍ଚାଇ ଦେଉଛି। ତେଣୁ ମୋତେ ରାତିରେ ତା ପାଖରେ ରହିବାକୁ ପଡ଼ୁଛି, ଯାହାଫଳରେ ସେ ନିଜକୁ କ୍ଷତି ନ ପହଞ୍ଚାଇ ପାରେ। ଯେତେବେଳେ ରାଜନ ଏହି କଥା ମୋତେ କହିଲେ, ମୋତେ ଲଜ୍ଜା ଲାଗିଲା ଯେ କେତେ ଭଲ ଓ ଯତ୍ନ ନେଉଥିବା ମଣିଷ ସେ, ଓ ମୁଁ ତାଙ୍କ ଉପରେ ସନ୍ଦେହ କରୁଥିଲି। କିଛି ସମୟ ପରେ ତାଙ୍କ ଭଉଣୀ ମଧ୍ୟ ଉଠିଲା। ପୁରା ଦିନ ମୋ ନଣନ୍ଦ ମୋ ସହିତ ରହିଲା। ଘରେ ବହୁତ ଅତିଥି ଜମା ହୋଇଥିଲେ, କାରଣ ବିବାହର ଆଉ କିଛି ରୀତିନୀତି ବାକି ଥିଲା। ମୋ ମୁହଁ ଦେଖା ମଧ୍ୟ ହେଉଥିଲା। ପୁରା ସମୟ ମୋ ନଣନ୍ଦ ମୋ ସହିତ ହିଁ ରହିଲା ଓ ଅତିଥିମାନଙ୍କ ସହିତ ହସି ହସି କଥା ହେଉଥିଲା। ତାକୁ ଦେଖି ଆଦୌ ଲାଗୁନଥିଲା ଯେ ସେ ମାନସିକ ରୋଗୀ ହୋଇପାରେ। ରାତିରେ ପୁନଶ୍ଚ ରାଜନ ଏହି କହି କୋଠରୀରୁ ବାହାରିଗଲେ ଯେ ମୋତେ ମୋ ଭଉଣୀର କୋଠରୀରେ ଶୋଇବାକୁ ହେବ। ସେ ଚାଲିଗଲେ ଓ ମୁଁ ଭାବିବାକୁ ଲାଗିଲି ଯେ ଯଦି ତାଙ୍କୁ କେବଳ ତାଙ୍କ ଭଉଣୀର ଯତ୍ନ ନେବାକୁ ଥାଏ, ତେବେ ବିବାହ କାହିଁକି କଲେ? ଏମିତି କେତେ ଦିନ ଚାଲିବ? କେତେ ଦିନ ପ୍ରତି ରାତିରେ ସେ ତାଙ୍କ ଭଉଣୀଙ୍କ କୋଠରୀରେ ଯାଇ ଶୋଇବେ? ମୁଁ 2 ଦିନର ନବବଧୂ ଥାଏ। ମୋର କିଛି ସ୍ୱପ୍ନ ଥିଲା, କିନ୍ତୁ ରାଜନକୁ ମୋ ସ୍ୱପ୍ନର କୌଣସି ଚିନ୍ତା ନଥିଲା। ତୃତୀୟ ରାତିରେ ମଧ୍ୟ ରାଜନ ତାଙ୍କ ଭଉଣୀଙ୍କର କୋଠରୀକୁ ଯାଇ ଶୋଇଲେ। ଆଜି ତୃତୀୟ ଦିନ ଥିଲା। ମୁଁ ଏହି ସବୁ କଥାକୁ ବହୁତ ବିରକ୍ତି ହୋଇ ପଡ଼ିଥିଲି। ଚତୁର୍ଥ ରାତିରେ ମଧ୍ୟ ଯେତେବେଳେ ରାଜନ ତାଙ୍କ ଭଉଣୀର କୋଠରୀକୁ ଚାଲିଗଲେ, ମୋତେ ବହୁତ ରାଗ ହେଲା। ମୁଁ ଖଟ ଉପରେ ପଟ ହେଉଥାଏ, କିନ୍ତୁ ମୋତେ ନିଦ ହେଉନଥିଲା। ରାତି 1ଟାଏ ବେଳେ ମୁଁ ମୋ ନଣନ୍ଦର କୋଠରୀର ଦ୍ୱାର ଖଟଖଟାଇଲି, କିନ୍ତୁ ବୋଧେ ସେମାନେ ଦୁହେଁ ଗଭୀର ନିଦରେ ଶୋଇଥିଲେ। ସେମାନେ ଦୁଆର ଖୋଲିଲେ ନାହିଁ। ଏହା ସବୁ କ'ଣ ହେଉଛି? ସେମାନେ ଦୁଆର କାହିଁକି ଖୋଲୁନାହାନ୍ତି? ମୋତେ ବହୁତ ରାଗ ହେଉଥିଲା। ବହୁତ ସମୟ ଦୁଆର ଖଟଖଟାଇବା ପରେ ମୁଁ ନିଜ କୋଠରୀକୁ ଫେରି ଆସିଲି। ସକାଳେ ଯେତେବେଳେ ରାଜନ କୋଠରୀକୁ ଆସିଲେ, ମୁଁ ତାଙ୍କ ଉପରେ ରାଗରେ ବର୍ଷି ପଡ଼ିଲି ଓ ପଚାରିଲି, ରାତିରେ ତୁମେ ଦୁଆର କାହିଁକି ଖୋଲିଲ ନାହିଁ? ସେ ମୋତେ ଶାନ୍ତ କରାଇ କହିଲେ, ମୁଁ ଗଭୀର ନିଦରେ ଥାଏ, ତେଣୁ ଜାଣିପାରିଲି ନାହିଁ। ମୁଁ ରାଜନକୁ କହିଲି, ତୁମେ ତୁମ ଭଉଣୀର କୋଠରୀରେ ଶୋଉଛ, ତେବେ ଦୁଆର କାହିଁକି ତାଲା ଲଗାଇ ରଖୁଛ? ଦୁଆରକୁ ଖୋଲା ରଖ। ମୋ ପ୍ରଶ୍ନରେ ସେ ବିଚଳିତ ହୋଇଗଲେ ଓ ଏକଦମ ଘାବରେ ମଧ୍ୟ ହୋଇଗଲେ। ସେ କହିଲେ, ତୁମକୁ ତେବେ କହିଥିଲି ଯେ ସେ ମାନସିକ ରୋଗୀ, ତାକୁ ଦୌରା ପଡ଼ୁଛି, ତେଣୁ ତାର ସୁରକ୍ଷାକୁ ଧ୍ୟାନରେ ରଖି ମୁଁ କୋଠରୀକୁ ତାଲା ଲଗାଇ ଦେଉଛି। କିନ୍ତୁ ମୁଁ କୌଣସି ପ୍ରକାରରେ ରାଜନଙ୍କ ପଛରେ ଛାଡ଼ିବାକୁ ପ୍ରସ୍ତୁତ ନଥାଏ। ମୁଁ କହିଲି, ତୁମକୁ ଯଦି ଏହି ଡର ଅଛି, ତେବେ ମୁଁ ତୁମ ଭଉଣୀଙ୍କ ସହିତ ଶୋଇବି, ତାର ଯତ୍ନ ନେବି। ତୁମେ ନିଜ କୋଠରୀରେ ଶୋଇବ। ମୋ ଏମିତି କହିବାରେ ରାଜନଙ୍କ ମୁହଁ ଖୋଲା ରହିଗଲା। ତାଙ୍କ ପାଖରେ ଏବେ କିଛି କହିବାକୁ ବାକି ନଥିଲା। ହଠାତ୍ ସେ କହିଲେ, ଯେପର୍ଯ୍ୟନ୍ତ ମୋ ଭଉଣୀ ସୁସ୍ଥ ନ ହୁଏ, ମୁଁ କାହାକୁ ତା ପାଖକୁ କିମ୍ବା ତାକୁ କାହା ପାଖକୁ ଯିବାକୁ ଦେବି ନାହିଁ। ମୁଁ କାନ୍ଦିବାକୁ ଲାଗିଲି। ରାଜନ ମୋତେ ଶାନ୍ତ କରାଇଲେ ନାହିଁ ଓ ଚାଲିଗଲେ। କିଛି ସମୟ ପରେ ମୋ ନଣନ୍ଦ ମୋ କୋଠରୀକୁ ଆସିଲା ଓ ମୋତେ ଶାନ୍ତ କରାଇବାକୁ ଲାଗିଲା। ସେ କହିଲା, ମୁଁ ତେବେ ରାତିରେ ଭାଇକୁ କହିଥିଲି ଯେ ଭାଉଜ ଦୁଆରେ ଟକ୍ ଟକ୍ କରୁଛନ୍ତି, ଦୁଆର ଖୋଲ, କିନ୍ତୁ ଭାଇ ମନା କରିଦେଲେ। ମୋ ନଣନ୍ଦ ବହୁତ ଡରି ଯାଇଥିବା ମଧ୍ୟ ଲାଗୁଥିଲା। ମୁଁ ପଚାରିଲି, ତୁମକୁ କି ରାତିରେ ଦୌରା ପଡ଼ୁଛି, ତେଣୁ ତୁମ ଭାଇ ତୁମ କୋଠରୀରେ ଶୋଉଛନ୍ତି? ମୋ କଥା ଶୁଣି ତାର ଚେହେରାରେ ଆଶ୍ଚର୍ଯ୍ୟର ରଙ୍ଗ ଦେଖାଗଲା। ସେ ମୋତେ କିଛି କହିବାକୁ ଚାହୁଁଥିଲା, କିନ୍ତୁ କିଛି କହିଲା ନାହିଁ ଓ କାନ୍ଦି କାନ୍ଦି ନିଜ କୋଠରୀକୁ ଚାଲିଗଲା। ତାର ଏହି ଆଚରଣ ମୋତେ ଆଦୌ ବୁଝା ପଡ଼ିଲା ନାହିଁ। ଏମିତି କ'ଣ ରହସ୍ୟ ଥିଲା? ମୋ ସ୍ୱାମୀ ଘରେ ହିଁ ଥିଲେ, କିନ୍ତୁ ମୋ ସହିତ ରହିବା ବଦଳରେ ସବୁବେଳେ ତାଙ୍କ ଭଉଣୀ ପଛେ ଛାୟା ପରି ରହୁଥିଲେ। ଏପରିକି ମୋର ଗୋଟେ ସାଙ୍ଗ ମୋତେ ରାଜନକୁ ଗୋଟେ ପାର୍ଟିକୁ ଡାକିଥିଲା। ରାଜନ କହିଲେ, ତୁମେ ଏକୁଟିଆ ଯାଅ ଓ ଯଦି ମୋ ଯିବା ଏତେ ଜରୁରୀ, ତେବେ ମୋ ଭଉଣୀ ମଧ୍ୟ ସାଙ୍ଗରେ ଯିବ। ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା, କିନ୍ତୁ ମୁଁ ଭାବିଲି ଠିକ୍ ଅଛି, ତା ଭଉଣୀକୁ ମଧ୍ୟ ସାଙ୍ଗରେ ନେଇଯିବୁ। କିନ୍ତୁ ମୋ ନଣନ୍ଦ ତେବେ ଯିବାକୁ ପ୍ରସ୍ତୁତ ନଥିଲା। ମୋ ନଣନ୍ଦ ମୋତେ ଇସାରା ମଧ୍ୟ କଲା ଯେ ମୋତେ ସାଙ୍ଗରେ ନ ନିଅ, ଭାଇ ସହିତ ତୁମେ ଏକୁଟିଆ ଯାଅ। ମୁଁ ରାଜନକୁ ବହୁତ ବୁଝାଇବାକୁ ଚେଷ୍ଟା କଲି, କିନ୍ତୁ ରାଜନ ମାନିଲେ ନାହିଁ ଓ ତାଙ୍କ ଭଉଣୀକୁ ସାଙ୍ଗରେ ନେଇ ପାର୍ଟିକୁ ଗଲେ।
ମୁଁ ଅନୁଭବ କଲି ଯେ ମୋ ନଣନ୍ଦ ମୋ ସ୍ୱାମୀଙ୍କ ଠାରୁ ବହୁତ ଡରୁଛି। ମୁଁ ଏହା ମଧ୍ୟ ଲକ୍ଷ୍ୟ କଲି ଯେ ରାଜନ ତାଙ୍କ ଭଉଣୀ ଉପରେ ବହୁତ କଡାକଡି କରୁଛନ୍ତି। ତାପରେ ତାର ନିଜର ମୋବାଇଲ ପର୍ଯ୍ୟନ୍ତ ନଥିଲା ଓ ତାକୁ ଘରୁ ବାହାରକୁ ଯିବାର ଅନୁମତି ମଧ୍ୟ ନଥିଲା। ପୁରା ଦିନ ଓ ପୁରା ରାତି ମୋ ସ୍ୱାମୀ କେବଳ ତା ଆଗରେ ପଛରେ ଘୁରୁଥାଏ। ମୋତେ ତେବେ ଏହି ଘରେ ଆଣି ଭୁଲି ଯାଇଥିଲେ। ଗୋଟେ ଦିନ ମୁଁ ରାଜନକୁ କହିଲି, ତୁମ ଭଉଣୀକୁ ଯଦି ଦୌରା ପଡୁଛି ତେବେ ଚାଲ ତାକୁ ଡାକ୍ତରଙ୍କ ପାଖକୁ ନେଇଯିବା। ରାଜନ କହିଲେ, ତୁମକୁ ଚିନ୍ତା କରିବାର କୌଣସି ଦରକାର ନାହିଁ, ମୁଁ ତାକୁ ଔଷଧ ଖୁଆଉଛି। ତାର ଚିକିତ୍ସା ଚାଲୁଛି, ସେ ଶୀଘ୍ର ସୁସ୍ଥ ହୋଇଯିବ। ସେହିଦିନ ଦୁହେଁ ଭାଇ ଭଉଣୀ କେଉଁଆଡ଼େ ଯାଇଥିଲେ। ମୋତେ ହଠାତ୍ ମୋ ନଣନ୍ଦର କୋଠରୀ ତଦନ୍ତ କରିବାର ଚିନ୍ତା ଆସିଲା ଓ ମୁଁ ତା କୋଠରୀକୁ ଗଲି। ସେଠାରେ ନା କୌଣସି ଔଷଧ ମିଳିଲା, ନା କୌଣସି ରିପୋର୍ଟ। ତେବେ ମୋ ସ୍ୱାମୀ ମୋତେ କାହିଁକି ମିଛ କହୁଛନ୍ତି ଯେ ତାର ଚିକିତ୍ସା କରାଉଛନ୍ତି? ଯଦି ଏମିତି ହେଇଥାନ୍ତା ତେବେ ଔଷଧର କିଛି ପତ୍ର ନିଶ୍ଚୟ ମିଳିଥାନ୍ତା, ଯାହା ଏହା ପ୍ରମାଣ କରିଥାନ୍ତା। ଏବେ ମୋତେ ରାଜନଙ୍କ ଉପରେ ସନ୍ଦେହ ହେବାକୁ ଲାଗିଲା। ଡାକ୍ତରଙ୍କ ପାଖକୁ ନେଇଯିବା କଥାକୁ ମଧ୍ୟ ରାଜନ ମାନିନଥିଲେ। ମୁଁ ଭାବିବାକୁ ଲାଗିଲି, ମୁଁ ଏବେ କ'ଣ କରିବି? ମୁଁ ତାର କୋଠରୀର ଚାବି ଲୁଚାଇ ଦେଲି ଓ ନିଜ କୋଠରୀକୁ ଆସିଲି। ସେମାନେ ଦୁହେଁ ସନ୍ଧ୍ୟାରେ ଫେରି ଆସିଲେ। ମୋ ସ୍ୱାମୀ ଆସିବା ମାତ୍ରେ ମୋତେ କହିଲେ, ଏବେ ତୁମର ଅସୁବିଧା ଶୀଘ୍ର ଶେଷ ହେବାକୁ ଯାଉଛି, ମାତ୍ର କିଛି ଦିନର କଥା। ମୋ ନଣନ୍ଦଙ୍କର ଚେହେରା ଦେଖି ଲାଗୁଥିଲା ଯେମିତି ସେ କାନ୍ଦି କାନ୍ଦି ଆସିଛନ୍ତି। ରାତିରେ ପୁନଶ୍ଚ ରାଜନ ତାଙ୍କ ଭଉଣୀର କୋଠରୀକୁ ଚାଲିଗଲେ। କିନ୍ତୁ ମୁଁ ନିଷ୍ପତ୍ତି ନେଇ ସାରିଥାଏ ଯେ ମୁଁ ପୁରା ସତ୍ୟତା ଜାଣିବି। ଆଖିରେ ମୋ ସ୍ୱାମୀ ଓ ନଣନ୍ଦ ବନ୍ଦ କୋଠରୀରେ କ'ଣ କରୁଛନ୍ତି? ଚାବି ତେବେ ମୁଁ ଲୁଚାଇ ରଖିଥିଲି। ମୁଁ ଜଲ୍ଦି ଚାବି ବାହାର କଲି। ରାତି 1:30 ବାଜୁଥିଲା। ମୁଁ ଶୀଘ୍ର କୋଠରୀର ତାଲା ଖୋଲି ଭିତରକୁ ଗଲି। ସାମ୍ନାରେ ଯାହା ଦେଖିଲି ତାହା ଦେଖି ମୋର ଉପର ବିଶ୍ୱାସ ଉପରେ ଓ ତଳ ଶ୍ୱାସ ତଳେ ରହିଗଲା। ମୁଁ ଦେଖିଲି ଯେ ମୋ ସ୍ୱାମୀ ମୋ ନଣନ୍ଦକୁ ଦଉଡ଼ିରେ ବାନ୍ଧି ରଖିଛନ୍ତି ଓ ତାର ମୁଣ୍ଡକୁ ନିଜ କାନ୍ଧରେ ରଖି ଶୋଇଛନ୍ତି। ମୋ ନଣନ୍ଦ ବୋଧେ ଜାଗି ରହିଥିଲା। ମୋତେ ଦେଖି ସେ ଇଶାରା କରି ବାହାରକୁ ଯିବାକୁ କହିଲା। ମୁଁ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ରାଜନକୁ ଉଠାଇ ପଚାରିବାକୁ ଚାହୁଁଥାଏ ଯେ ଏହା ସବୁ କ'ଣ, କିନ୍ତୁ ଯେତେବେଳେ ମୋ ନଣନ୍ଦ ମୋ ଆଗରେ ହାତ ଯୋଡ଼ିଦେଲା, ମୁଁ ବାହାରକୁ ଆସିଗଲି। ମୋ ନଣନ୍ଦର ଏହି ଅବସ୍ଥା ଦେଖି ମୁଁ ଆସିଥାଏ, ଏବେ ମୋତେ ମୋ ନଣନ୍ଦ ମାନସିକ ରୋଗୀ ନୁହେଁ, ବରଂ ରାଜନ ମାନସିକ ରୋଗୀ ଲାଗୁଥିଲା। ପୁରା ରାତି ମୋତେ ନିଦ ହେଲା ନାହିଁ। ମୋ ହୃଦୟ ଓ ମନରେ ହଜାର ପ୍ରଶ୍ନ ଘଟୁଥାଏ। ମୁଁ ରାଜନକୁ ପଚାରିବାକୁ ଚାହୁଁଥାଏ ଯେ ଆଖିର ସେ ତାଙ୍କ ଭଉଣୀକୁ କାହିଁକି ଦଉଡ଼ିରେ ବାନ୍ଧି ରଖିଛନ୍ତି। ଏହି ଗୁଞ୍ଜରେ ପୁରା ରାତି କଟିଗଲା। ସକାଳେ ମୁଁ ବାହାନା କରି ମୋ ନଣନ୍ଦକୁ ମୋ କୋଠରୀକୁ ଡାକିଲି ଓ ତାଙ୍କୁ ପଚାରିଲି, ରାତିରେ ମୁଁ ଯାହା ଦେଖିଲି ତାହା ସବୁ କ'ଣ ଥିଲା? ମୋ କଥା ଶୁଣି ମୋ ନଣନ୍ଦ କାନ୍ଦିବାକୁ ଲାଗିଲା ଓ କହିଲା, ଯେତେବେଳେ ମା ଓ ବାପା ଏହି ଦୁନିଆରୁ ଚାଲିଗଲେ, ସେତେବେଳୁ ମୋ ଭାଇଙ୍କର ବ୍ୟବହାର ମୋ ପ୍ରତି ବଦଳିଗଲା। ସେ ସମସ୍ତ ସମ୍ପତ୍ତି ଉପରେ ନିଜର ଅଧିକାର ମାନୁଛନ୍ତି ଓ ପ୍ରତିଦିନ ମୋତେ କହୁଛନ୍ତି ଯେ ମୋ ଅଂଶର ସମ୍ପତ୍ତି ତାଙ୍କ ନାଁରେ କରିଦିଏ। ମୋ ବାପା ସମସ୍ତ ସମ୍ପତ୍ତି ଆମ ଦୁଇ ଭାଇ ଭଉଣୀଙ୍କ ନାଁରେ ଅଧା ଅଧା କରିଦେଇଥିଲେ। ମୁଁ ମନା କଲେ ସେ ମୋତେ ମାରନ୍ତି ଓ ମୋତେ ହଇରାଣ କରନ୍ତି। ରାତିରେ ମଧ୍ୟ ମୋତେ ଦଉଡ଼ିରେ ବାନ୍ଧି ଦିଅନ୍ତି। ସେ ମୋତେ ପ୍ରତି ମୁହୂର୍ତ୍ତରେ କଷ୍ଟ ଦିଅନ୍ତି, ଯାହାଫଳରେ ମୁଁ ଡରିଯାଇ ମୋ ଅଂଶର ସମ୍ପତ୍ତି ତାଙ୍କ ନାଁରେ କରିଦେବି। କିନ୍ତୁ ମୁଁ ଏମିତି କେବେ କରିବି ନାହିଁ। ଯଦି ମୁଁ ମୋ ଭାଇକୁ ସମସ୍ତ ସମ୍ପତ୍ତି ଦେଇଦେବି, ତାହେଲେ ମଧ୍ୟ ସେ ମୋତେ ନିଜ ପାଖରେ ରଖିବେ ନାହିଁ। ମୋ ଭାଇ ଭୁଲ ଅଭ୍ୟାସରେ ପଡ଼ିଛନ୍ତି, ସେ ସମସ୍ତ ସମ୍ପତ୍ତି ଉଡ଼ାଇ ଦେବେ। ମୋ ନଣନ୍ଦର ମୁହଁରୁ ଏହିସବୁ କଥା ଶୁଣି ମୋ ମୁଣ୍ଡ ଘୂରିଗଲା ଓ ମୋ ଶରୀର ଏକଦମ ନିର୍ଜୀବ ହୋଇପଡ଼ିଲା। ମୋ ସ୍ୱାମୀ ରାଜନ ଏତେ ଖରାପ ମଣିଷ ହୋଇପାରନ୍ତି ମୁଁ ସ୍ୱପ୍ନରେ ମଧ୍ୟ ଭାବିନଥାଏ। ଯଦି ରାତିରେ ମୁଁ ନିଜ ଆଖିରେ ଏହା ସବୁ ଦେଖିନଥାନ୍ତି, ତେବେ ବୋଧେ ମୁଁ ତାଙ୍କ କଥାରେ ବିଶ୍ୱାସ କରିନଥାନ୍ତି। କିନ୍ତୁ ସତ୍ୟତା ତେବେ ମୁଁ ନିଜ ଆଖିରେ ଦେଖିଥାଏ। ମୋ ନଣନ୍ଦ ମୋତେ ଜଡ଼ି ଜଡ଼ି କାନ୍ଦିବାକୁ ଲାଗିଲା ଓ କହିଲା, ଭାଉଜ, ମୋତେ ଏଠାରୁ କେଉଁଆଡ଼େ ପଠାଇ ଦିଅ, ମୋ ଜୀବନ ବଞ୍ଚାଅ, ନହେଲେ ମୋ ଭାଇ ମୋତେ ମାରିଦେବ। ମୁଁ ତୁମ ଆଗରେ ହାତ ଯୋଡ଼ୁଛି, ମୋତେ ଏହି ଘରୁ କେଉଁ ଆଡ଼କୁ ପଠାଇ ଦିଅ। ମୁଁ ତାକୁ କ'ଣ କହିବି? ତାକୁ ଶାନ୍ତ କରାଇଲି ଓ ଭାବିବାକୁ ଲାଗିଲି ଯେ ଏବେ ମୁଁ କ'ଣ କରିବି। କିଛି ସମୟ ପରେ ରାଜନ ମୋ ପାଖକୁ ଆସିଲେ ଓ କହିଲେ, ମୁଁ ମୋ ଭଉଣୀର ସମ୍ପର୍କ ସ୍ଥିର କରିଦେଇଛି। କାଲି ମୁଁ ତାକୁ ପୁଅ ଦେଖାଇବାକୁ ନେଇଥିଲି। ଆଗାମୀ ସୋମବାର ମୁଁ ମୋ ଭଉଣୀକୁ ବିଦାୟ କରିଦେବି।
ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋ ନଣନ୍ଦ ତେବେ କିଛି ଅଲଗା କହୁଥିଲା ଯେ ତାର ଭାଇ ତା ସହ ବିବାହ କୌଣସି ବୁଢ଼ା ଲୋକ ସହିତ କରାଉଛି ଓ ବଦଳରେ ତାଠାରୁ ପଇସା ନେଉଛି। କିନ୍ତୁ ଏବେ ସେ କହୁଛନ୍ତି ଯେ କୌଣସି ପୁଅ ସହିତ ସମ୍ପର୍କ କରିଛନ୍ତି। ଏହା ସବୁ କ'ଣ ଥିଲା? ମୁଁ କେବଳ ଏହା ଚାହୁଁଥାଏ ଯେ ମୋ ଭଉଣୀର ଦାୟିତ୍ୱରୁ ମୁକ୍ତ ହେବି। ମୁଁ ମୋ ଭଉଣୀକୁ ବହୁତ ପ୍ରେମ କରୁଛି। ମା ବାପାଙ୍କ ପରେ ଆମେ ଦୁଇ ଭାଇ ଭଉଣୀ ପରସ୍ପର ସାହାରା। ମୋ ଭଉଣୀର ଦାୟିତ୍ୱରୁ ମୁକ୍ତ ହୋଇ ମୁଁ ମୋ ବାପା ମାଆଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁକ୍ତ ହେବି। ରାଜନଙ୍କ ମୁହଁରୁ ଏହି କଥା ଶୁଣି ମୋତେ ଆଶ୍ଚର୍ଯ୍ୟର ଝଟକା ଲାଗୁଥିଲା। ମୋ ସ୍ୱାମୀ ରାଜନ କି ମିଛ କହୁଛନ୍ତି? ସେ ଏତେ ସଫାସୁତୁରା ଭାବେ ମିଛ କହୁଛନ୍ତି ଯେ ତାଙ୍କ ଭଉଣୀକୁ ବହୁତ ପ୍ରେମ କରନ୍ତି। ମୋତେ କିଛି ବୁଝା ପଡ଼ୁନଥିଲା କିଏ ମିଛ ଓ କିଏ ସତ୍ୟ କହୁଛି। ଏହି ଦୁଇ ଭାଇ ଭଉଣୀ ବହୁତ ଅଜଣା ଅଛନ୍ତି। ମୋ ପାଇଁ ଏହା ନିଷ୍ପତ୍ତି ନେବା କଷ୍ଟକର ଥିଲା ଯେ କିଏ ସତ୍ୟ ଓ କିଏ ମିଛ। ରାଜନ ମୋତେ ସେହି ପୁଅର ଫଟୋ ମଧ୍ୟ ଦେଖାଇଲେ। ପୁଅଟି ଦେଖିବାକୁ ବହୁତ ସୁନ୍ଦର ଥିଲା ଓ ବୟସ ମଧ୍ୟ ଅଧିକ ନଥିଲା। 27-28 ବର୍ଷ ବୟସ ଥିଲା। ଯେତେବେଳେ ମୁଁ ଏହି କଥା ମୋ ନଣନ୍ଦକୁ କହିଲି, ସେ କାନ୍ଦି କାନ୍ଦି କହିଲା, ଭାଇ ମିଛ କହୁଛନ୍ତି। ଭାଇ ମୋ ବିବାହ 50 ବର୍ଷର ବୁଢ଼ା ଲୋକ ସହିତ ସ୍ଥିର କରିଛନ୍ତି। ବଦଳରେ ସେହି ବୁଢ଼ା ଭାଇକୁ ପଇସା ଦେବ। ଏହି ପଇସାରେ ଭାଇ ନିଜର ବ୍ୟବସାୟ ବଢ଼ାଇବାକୁ ଚାହୁଁଛନ୍ତି। ବିବାହ ନାଁରେ ମୋ ଭାଇ ମୋତେ ବିକ୍ରି କରୁଛନ୍ତି। ମୁଁ କ'ଣ କରିବି? ଏହା କହି ମୋ ନଣନ୍ଦ ସୁମୁକି ସୁମୁକି କାନ୍ଦିବାକୁ ଲାଗିଲା ଓ ମୋଠାରୁ ସାହାଯ୍ୟ ମାଗିବାକୁ ଲାଗିଲା। ମୁଁ ମୋ ନଣନ୍ଦର ସାହାଯ୍ୟ କିପରି କରିବି ମୋତେ କିଛି ବୁଝା ପଡ଼ୁନଥିଲା। ଆଉ ମୋ ବିବାହକୁ ତେବେ କେତେ ସମୟ ହୋଇଥିଲା? ମୋ ନଣନ୍ଦ ବାରମ୍ବାର କହୁଥିଲା, ଭାଉଜ ମୋତେ ଏହି ଘରୁ କେଉଁଠି ଭଗାଇ ଦିଅ। ମୁଁ ମୋ ନଣନ୍ଦକୁ କହିଲି, ଯଦି ମୁଁ ତୁମକୁ ଏଠାରୁ ଭଗାଇ ଦେବି ତୁମେ କେଉଁଠିକି ଯିବ? ସେ କହିଲା, ମୁଁ ମୋ ଗୋଟେ ସାଙ୍ଗ ଘରକୁ ଚାଲିଯିବି। ସେ ଜଣେ ଓକିଲ। ସେ ମୋତେ ବଞ୍ଚାଇ ଦେବ। ମୋ ପାଖରେ ଫୋନ୍ ନଥିଲା। ମୁଁ ଏତେବେଳେ ତାକୁ ସାହାଯ୍ୟ ପାଇଁ ଡାକି ସାରିଥାନ୍ତି। ମୁଁ ତାକୁ ମୋ ଫୋନ୍ ଦେଲି ଯେ ସେ ତାର ସାଙ୍ଗ ସହିତ କଥା ହେଉ। ସେ ମୋ ସାମ୍ନାରେ ତାର ସାଙ୍ଗ ସହିତ କଥା ହେଲା, କିନ୍ତୁ ଅଧିକ କଥା ହେଲା ନାହିଁ। କେବଳ 2-3ଟି କଥା ହିଁ କହିଲା। ସେ କହିଲା, ମୋ ଭାଉଜ ମୋତେ ଘରୁ କୌଣସି ଉପାୟରେ ବାହାର କରିଦେବେ, ତାପରେ ମୁଁ ତୁମ ଘରକୁ ଆସିବି। ସେ ତାର ସାଙ୍ଗକୁ ଏହା ମଧ୍ୟ କହିଲା, ତୁମେ ମୋର ସାହାଯ୍ୟ ନିଶ୍ଚୟ କରିବ। ମୋତେ ବିଶ୍ୱାସ ଅଛି ଯେ ତୁମେ ମୋର ସାଙ୍ଗରେ ରହିବ। ମୋ ନଣନ୍ଦର ଏତେ ଅନୁରୋଧ ପରେ ମୁଁ ତାର ସାହାଯ୍ୟ କରିବାକୁ ପ୍ରସ୍ତୁତ ହେଲି, କିନ୍ତୁ ମନରେ ମନରେ ମୋ ହୃଦୟ ଡରୁଥାଏ। ତାପରେ ନିଷ୍ପତ୍ତି ହେଲା ଯେ ମୁଁ ରାଜନକୁ ଦୁଧରେ ନିଦ ଗୋଳି ମିଶାଇ ଖୁଆଇବି। ରାଜନ ଶୋଇପଡ଼ିବା ପରେ କୌଣସି ବାହାନାରେ ତାକୁ ରାତିରେ ମୋ ଗାଡ଼ିରେ ଲୁଚାଇ ତାର ସାଙ୍ଗ ଘରେ ଛାଡ଼ିଦେବି। କାରଣ ଡ୍ରାଇଭରକୁ ମଧ୍ୟ ରାଜନ କଡ଼ା ନିର୍ଦ୍ଦେଶ ଦେଇ ରଖିଥିଲେ ଯେ ମୋ ଭଉଣୀ କେଉଁ ଆଡ଼କୁ ବାହାରକୁ ଯାଇପାରିବ ନାହିଁ। ଯେମିତି ରାତି 10ଟା ବାଜିଲା, ମୁଁ ରାଜନକୁ ଦୁଧ ଦେଲି। ଦୁଧ ପିଇବା ମାତ୍ର ଅଧଘଣ୍ଟା ଭିତରେ ରାଜନ ଶୋଇପଡ଼ିଲେ। ଆମ ପାଖରେ ଏହା ହିଁ ଗୋଟେ ସୁଯୋଗ ଥିଲା। ମୁଁ ମୋ ନଣନ୍ଦକୁ କହିଲି, ତୁମେ ଯାଇ ଗାଡ଼ିର ପଛ ସିଟ୍ରେ ଲୁଚିଯାଅ। ମୁଁ ଚୌକିଦାରକୁ କହିଲି, ଗେଟ୍ ଖୋଲ। ମୋ ମାଆଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ମୁଁ ମୋ ମାଆଙ୍କ ଘରକୁ ଯିବାକୁ ହେବ। ଚୌକିଦାର ତୁରନ୍ତ ଗେଟ୍ ଖୋଲିଦେଲା। ମୁଁ ଗାଡ଼ିକୁ ରାସ୍ତାରେ ଆଣିଲି। କିଛି ସମୟ ପରେ ଆମେ ଗୋଟେ ଘର ଆଗରେ ଠିଆ ହେଲୁ। ମୋ ନଣନ୍ଦ କହିଲା, ଭାଉଜ ତୁମେ ଏବେ ଘରକୁ ଚାଲିଯାଅ, ନହେଲେ ଆମେ ଫସିଯିବୁ। କିନ୍ତୁ ମୁଁ ତାକୁ ପୁରା ସୁରକ୍ଷା ସହିତ ଘର ଭିତରକୁ ଛାଡ଼ି ଆସିବାକୁ ଚାହୁଁଥାଏ ଓ ତାର ସାଙ୍ଗ ସହିତ ମିଳି ତାକୁ କଥା କହିବାକୁ ଚାହୁଁଥାଏ ଯେ ମୋ ନଣନ୍ଦର ଯତ୍ନ ନେବ। ମୋ ଇରାଦା ଥିଲା ଯେ ଏଠାରୁ ସିଧା ମୋ ଘରକୁ ଯାଇ ମୋ ମା ବାପାଙ୍କୁ ମୋ ସ୍ୱାମୀର ସମସ୍ତ ସତ୍ୟତା କହିବି। ଯେ ନିଜ ଭଉଣୀର ନୁହେଁ, ସେ ମୋର କିପରି ହେବ। ଏହି ଚିନ୍ତା ନେଇ ମୁଁ ଗାଡ଼ିରୁ ଓହ୍ଲାଇଲି। ତାପରେ ଗେଟ୍ ଖୋଲି ଜଣେ ପୁଅ ବାହାରକୁ ଆସିଲା। ସେଇ ପୁଅକୁ ଦେଖି ମୁଁ ଏକଦମ ଆଶ୍ଚର୍ଯ୍ୟ ହୋଇଗଲି। ଏହା ତେବେ ସେହି ପୁଅ ଥିଲା ଯାହାକୁ ମୁଁ ମୋ ବିବାହ ଦିନ ମୋ ନଣନ୍ଦ ସହିତ ଗାଡ଼ିରେ ଦେଖିଥିଲି। ଯେତେବେଳେ ମୁଁ ରାଜନକୁ ତାଙ୍କ ଭଉଣୀ ଉପରେ ଏତେ କଡ଼ାକଡ଼ି କରୁଥିବାର ଦେଖିଲି, ତେବେ ମୋ ମନରୁ ଏହି ଚିନ୍ତା ଲାଗିଥିଲା ଯେ ସେହିଦିନ ଗାଡ଼ିରେ ମୋ ନଣନ୍ଦ ହୋଇପାରେ। ମୁଁ ଭାବିଥାଏ ଯେ ସେ ନିଶ୍ଚୟ ଅନ୍ୟ କୌଣସି ଝିଅ ହେବ। ମୋ ନଣନ୍ଦକୁ ଏତେ ସ୍ୱାଧୀନତା କେଉଁ ଯେ ସେ କୌଣସି ପୁଅ ସହିତ ଏକୁଟିଆ ଗାଡ଼ିରେ ଘୂରିପାରିବ। କିନ୍ତୁ ଆଜି ଯେତେବେଳେ ମୋ ନଣନ୍ଦ ସେଇ ପୁଅକୁ ପାଖକୁ ଆସିଲା ଓ ମୁଁ ସେଇ ପୁଅକୁ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ପୁଅ ଏଠାରେ କ'ଣ କରୁଛି? ମୋ ନଣନ୍ଦ ଗାଡ଼ିର ଅନ୍ୟପଟେ ବାହାରି ମୋତେ କହିଲା, ଭାଉଜ ଏହା ମୋ ସାଙ୍ଗର ଭାଇ। ମୁଁ ଭିତରକୁ ଯାଉଛି, ତୁମେ ଘରକୁ ଯାଅ। କିନ୍ତୁ ମୋତେ କିଛି ଭୁଲ ହେବାର ଅନୁଭବ ହେଉଥିଲା। ମୁଁ ଏକଦମ ନିଷ୍ପତ୍ତି ନେଲି। ମୋ ନଣନ୍ଦକୁ କହିଲି, ଗାଡ଼ିରେ ବସ, ଆମେ ଫେରିଯିବା। କିନ୍ତୁ ମୋ ମୁଣ୍ଡ ଉପରେ ଆକାଶ ଭାଙ୍ଗି ପଡ଼ିଲା ଯେତେବେଳେ ମୋ ନଣନ୍ଦ ମୋ ହାତକୁ ଜୋରରେ ଛାଡ଼ି ଦେଇ ଦୌଡ଼ି ସେଇ ପୁଅ ପାଖକୁ ଯାଇ ଠିଆ ହେଲା ଓ କହିଲା, ଦୁଃଖିତ ଭାଉଜ,
କିନ୍ତୁ ଏବେ ମୁଁ ଫେରି ଯାଇପାରିବି ନାହିଁ। ମୁଁ ଯେଉଁ ପୁଅକୁ ପସନ୍ଦ କରିଛି ତା ପାଇଁ ମିଛ କହି ତୁମକୁ ଏଠାକୁ ଆଣିଛି। ବୋଧେ ମୋ ନଣନ୍ଦ ଆଉ କିଛି କହିବାକୁ ଯାଉଥାଏ, କିନ୍ତୁ ସେହି ପୁଅ ତାକୁ ନିଜ ପଛରେ କରି ମୋ ଆଡ଼େ ଆସି ଶୟତାନି ହସି କହିଲା, କିନ୍ତୁ ମୋତେ ତେବେ ତୁମ ଭାଉଜ ପସନ୍ଦ ହୋଇଗଲା। ଗୋଟେ ସହିତ ଗୋଟେ ଫ୍ରି। ସେଇ ପୁଅର କଥା ଶୁଣି ମୁଁ ଡରିଗଲି। ମୋ ନଣନ୍ଦ ମଧ୍ୟ ଏକଦମ ଆଶ୍ଚର୍ଯ୍ୟ ହୋଇଗଲା। ସେ ପୁଅ ସେଇ ଶୟତାନି ହସି ସହିତ କହିଲା, ମୁଁ ତେବେ ତୁମ ପାଇଁ ତଡ଼ପୁଥାଏ। କେତେବେଳେ ତୁମେ ଆସିବ, କେତେବେଳେ ମୋ ତୃଷା ମେଣ୍ଟାଇବ। କିନ୍ତୁ ଏବେ ଦେଖ, ତୁମ ସହିତ ତୁମ ଭାଉଜ ମଧ୍ୟ ଫସିଗଲା। ଏତିକି ବେଳେ ମୁଁ ଗାଡ଼ିରୁ ଓହ୍ଲାଇ ଆସିଥାଏ ଓ ମୋ ନଣନ୍ଦର ହାତ ଧରି ତାକୁ ଗାଡ଼ିରେ ବସାଇବାକୁ ଲାଗିଲି। ତାପରେ ସେଇ ପୁଅ ମୋ ହାତ ଧରି ମୋତେ ଘର ଭିତରକୁ ଟାଣିବାକୁ ଲାଗିଲା। ମୋ ନଣନ୍ଦ ରାଗରେ ଆସି ତାର ମୁହଁରେ ଗୋଟେ ଥାପଡ଼ ମାରିଲା ଓ କହିଲା, ଧୋକେବାଜ, ତୁମେ ମୋତେ ଧୋକା ଦେଲ। ତୁମ ପାଇଁ ମୁଁ ମୋ ଏତେ ପ୍ରେମ କରୁଥିବା ଭାଇକୁ ଧୋକା ଦେଲି। ଯେମିତି ମୋ ନଣନ୍ଦ ସେଇ ପୁଅର ମୁହଁରେ ଥାପଡ଼ ମାରିଲା, ସେ ତୁରନ୍ତ ଫୋନ୍ କରି ଆଉ 2 ଜଣ ପୁଅକୁ ଡାକିଲା। ମୋତେ ସେମାନଙ୍କର ଇରାଦା ବିପଜ୍ଜନକ ଲାଗୁଥିଲା। ମୁଁ ଏଠାକୁ ଆସି ବହୁତ ବଡ଼ ଭୁଲ କରିଥିଲି। ସେମାନେ ମୋତେ ଓ ମୋ ନଣନ୍ଦକୁ ଟାଣି ଟାଣି ଘର ଭିତରକୁ ନେଉଥାନ୍ତି। ଠିକ୍ ସେହି ସମୟରେ ପୋଲିସ ଗାଡ଼ିର ସାଇରନ୍ ବାଜିବାକୁ ଲାଗିଲା। ପୋଲିସ ସହିତ ମୋ ସ୍ୱାମୀଙ୍କୁ ଆସୁଥିବାର ଦେଖି ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଲି ଓ ମୋ ଜୀବନ ଫେରିଲା। ପୋଲିସ ତୁରନ୍ତ ସେଇ ପୁଅମାନଙ୍କୁ ଧରିନେଲା। ମୁଁ ଆଶ୍ଚର୍ଯ୍ୟ ହୋଇଥାଏ ଯେ ମୁଁ ତେବେ ରାଜନକୁ ନିଦ ଗୋଳି ଦେଇଥିଲି। ତେବେ ସେ ଏଠାକୁ କିପରି ଆସିଲେ? ରାଜନ କହିଲେ, ମୋ ଭଉଣୀର ମାସେ ଆଗରୁ ଏଇ ପୁଅ ସହିତ ଦେଖା ହୋଇଥିଲା। ସେ ତାର ପ୍ରେମର ଜାଲରେ ଫସିଗଲା। ଯେତେବେଳେ ମୋତେ ଜଣାପଡ଼ିଲା, ମୁଁ ଏ ପୁଅ ବିଷୟରେ ସମସ୍ତ ତଥ୍ୟ ଗ୍ରହଣ କଲି। ଯଦି ଏ ପୁଅ ଭଲ ହୋଇଥାନ୍ତା, ତେବେ ମୁଁ ଖୁସି ଖୁସି ମୋ ଭଉଣୀର ବିବାହ କରିଥାନ୍ତି, ଏହି ପୁଅ ସହିତ କରିଦେଇଥାନ୍ତି। କିନ୍ତୁ ମୋତେ ଜଣାପଡ଼ିଲା ଯେ ଏହି ପୁଅ ଧୋକେବାଜ ଓ ଚରିତ୍ର ନୀଚ। ମୁଁ ମୋ ଭଉଣୀକୁ ଏ ପୁଅର ସମସ୍ତ ସତ୍ୟତା କହିଲି, କିନ୍ତୁ ମୋ ଭଉଣୀ ମୋ କଥା ବିଶ୍ୱାସ କଲା ନାହିଁ। ବରଂ ତାର କଥାରେ ଆସି ମୋ ଉପରେ ହିଁ ସନ୍ଦେହ କଲା ଓ ଘରୁ ପଳାଇବାର ଯୋଜନା କରିବାକୁ ଲାଗିଲା। ମୁଁ ମୋ ଭଉଣୀକୁ ଏହି ପୁଅର ସମସ୍ତ ସତ୍ୟତା କହିଲି, କିନ୍ତୁ ମୋ ଭଉଣୀ ମୋ କଥାରେ ବିଶ୍ୱାସ କଲା ନାହିଁ। ବରଂ ତାର କଥାରେ ଆସି ମୋ ଉପରେ ହିଁ ସନ୍ଦେହ କଲା ଓ ଘରୁ ପଳାଇବାର ଯୋଜନା କରିବାକୁ ଲାଗିଲା। ସେତେବେଳେ ମୋ ବିବାହ ଦିନ ଆସିଗଲା, କିନ୍ତୁ ମୁଁ ଏହିଥର କଡ଼ାକଡ଼ି କଲି ଓ ତାକୁ କୋଠରୀରେ ବାନ୍ଧି ଶୋଇବାକୁ ଲାଗିଲି, କାରଣ ସେ ପୁନର୍ବାର ପଳାଇବାର ଚେଷ୍ଟା କରିଥାନ୍ତା। ମୁଁ ଚାହୁଁନଥିଲି ଯେ ସେ ପଳାଇ ସେଇ ବାଉଳା ପୁଅର ହାତରେ ନିଜର ଜୀବନ ନଷ୍ଟ କରୁ। ମୁଁ ମୋ ଭଉଣୀକୁ ବହୁତ ଭଲ ପାଏ ଓ ତାକୁ ନଷ୍ଟ ହେବାର ଦେଖିପାରେ ନାହିଁ। ତାକୁ ଯାହା କିଛି କହିଥିଲା ତାହା ସବୁ ମିଛ ଥିଲା। ଗତକାଲି ଯେତେବେଳେ ତୁମେ ଦୁହେଁ ଯୋଜନା କରୁଥିଲ, ମୁଁ ସବୁ ଶୁଣିଥିଲି ଓ ନିଷ୍ପତ୍ତି ନେଇଥିଲି ଯେ ତୁମେ ଯାହା କରିବାକୁ ଚାହୁଁଛ କର, ଯାହାଫଳରେ ତୁମେ ସବୁ ନିଜ ଆଖିରେ ଦେଖିପାରିବ। ହୁଏତ ଏମିତି କରିବା ଦ୍ୱାରା ମୋ ଭଉଣୀକୁ ବୁଦ୍ଧି ଆସିବ, କାରଣ ମଣିଷକୁ ଯେପର୍ଯ୍ୟନ୍ତ ଠେଲା ନ ଲାଗେ ସେ ସୁଧୁରେ ନାହିଁ। ତେଣୁ ମୁଁ ତୁମ ଦୁହିଁଙ୍କୁ ଯିବାକୁ ଦେଇଥିଲି ଓ ସେହି ଗୋଳି ମିଶା ଦୁଧକୁ ଫୋପାଡ଼ି ଦେଇଥିଲି। ମୋତେ ନିଶ୍ଚିତ ବିଶ୍ୱାସ ଥିଲା ଯେ ଏଠାରେ କିଛି ଏମିତି ଘଟିବ, ତେଣୁ ମୁଁ ପୋଲିସକୁ ନେଇ ତୁମ ପଛରେ ପଛରେ ଆସିଥିଲି। ଏହାସବୁ ଶୁଣି ମୁଁ ଲଜ୍ଜିତ ହୋଇଗଲି। ମୋ ନଣନ୍ଦ ମଧ୍ୟ ମୁଣ୍ଡ ନୁଆଁଇ ଆଖିରୁ ଲୁହ ଝରାଉଥିଲା। ସେ ହାତ ଯୋଡ଼ି କହିଲା, ମୋତେ କ୍ଷମା କରିଦିଅ ଭାଇ। ସେହି ଝିଅର କଥାରେ ଆସି ମୁଁ ନିଜର କ୍ଷତି କରିବାକୁ ଚାହିଁଥିଲି। ସେ ମୋତେ ଧୋକା ଦେଇଥିଲା ଓ ମୋତେ ତୁମ ବିରୁଦ୍ଧରେ ଛିଡ଼ା କରି ଦେଇଥିଲା। ମୋ ନଣନ୍ଦ ମୋ ଠାରୁ ମଧ୍ୟ କ୍ଷମା ମାଗିଲା। ମୁଁ ଓ ରାଜନ ତାକୁ କ୍ଷମା କରିଦେଲୁ, କାରଣ ତାକୁ ନିଜର ଭୁଲର ଅନୁଭବ ହୋଇଥିଲା। ଆମ ପାଇଁ ଏହା ହିଁ ଯଥେଷ୍ଟ ଥିଲା। କିଛି ଦିନ ପରେ ଆମେ ତାର ବିବାହ କରାଇଦେଲୁ। ଆଜି ସେ ନିଜ ଘରେ ଖୁସିରେ ଅଛି ଓ ମୁଁ ମୋ ସ୍ୱାମୀ ରାଜନଙ୍କ ସହିତ ବହୁତ ଖୁସିରେ ଅଛି। ମୋ ସ୍ୱାମୀ ରାଜନ ଜଣେ ଭଲ ଭାଇ ହେବା ସହିତ ଜଣେ ଭଲ ସ୍ୱାମୀ ମଧ୍ୟ ଓ ଏକା ସାଙ୍ଗରେ ଜଣେ ବହୁତ ଭଲ ମଣିଷ। ଏମିତି ଭଲ ମଣିଷ କେବଳ ନସିବବାଲାଙ୍କୁ ହିଁ ମିଳେ ଓ ମୁଁ ବହୁତ ନସିବବାନ ଥିଲି ଯେ ରାଜନ ଭଳି ସ୍ୱାମୀ ମୋତେ ମିଳିଲେ। ଏଥିପାଇଁ ମୁଁ ପରମାତ୍ମାଙ୍କୁ ଲକ୍ଷ ଲକ୍ଷ ଧନ୍ୟବାଦ ଦିଏ। ବାସ୍, ଆଜିର କାହାଣୀ ଏଠାରେ ହିଁ ଶେଷ। ତେବେ ଏହି କାହାଣୀ ବିଷୟରେ ଆପଣଙ୍କ ମତ କ'ଣ, କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ। ବନ୍ଧୁଗଣ, ଆପଣଙ୍କୁ ଆମର ଏହି ମଜାଦାର କାହାଣୀ ଆଖିର ମୋ ସ୍ୱାମୀ ଓ ମୋ ନଣନ୍ଦ ରାତିରେ ବନ୍ଦ କୋଠରୀରେ କ'ଣ କରୁଥିଲେ, କିପରି ଲାଗିଲା, ଆପଣ ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ଜଣାନ୍ତୁ। ଯଦି ଆପଣଙ୍କ ପାଖରେ ମଧ୍ୟ ଏମିତି କିଛି ସୁନ୍ଦର କାହାଣୀ ଅଛି କିମ୍ବା ଏମିତି କୌଣସି କାହାଣୀ ଅଛି ଯେଉଁଥିରୁ କିଛି ଶିକ୍ଷା ମିଳେ, ତେବେ ଆପଣ ଆମ ସହିତ ନିଶ୍ଚିତ ସେୟାର କରନ୍ତୁ। ବନ୍ଧୁଗଣ,
जदि आपको आमर ये वीडियो भल लगे तेबे आमर ये वीडियो को लाइक और शेयर निश्चित करंतु और एमिदी हृदय को छुई जाउथुवा प्रेरणादायी कहानी सुनिया आम चैनल को मध्य सब्सक्राइब करंतु। जदि आपण आमको एमिदी दमदार कहानी किंबा टिप्स सहित नुआ वीडियो देखा चाहती तेबे एपर्यंत आपण समस्त को धन्यवाद। आपण समस्ते निजर जत्न नियंतु। आपण दिन शुभ और मंगलमय हेउ। धन्यवाद।